ସାଙ୍ଗମାନେ ମୁଁ ହଉଛି କ ମତେ ନେଇ ଗୁଟେ ଗୁଟେ ଶବ୍ଦ କହ। ସାଙ୍ଗ ତୁମେ କୁହ। କଳସ। ତୁମେ କୁହ। କଲମ। ସାଙ୍ଗ ତୁମେ କୁହ। କଇଁଚ। ମୁଁ ତୁମମାନଙ୍କୁ ଆଗରୁ ମଝି ଅକ୍ଷର ର ଗୋଟେ ଶବ୍ଦ ପଢେଇଥିଲି। ଆଜି କିନ୍ତୁ ଆଉ ଗୋଟେ ନୂଆ ଶିଖିବା। ଆରମ୍ଭ ଅକ୍ଷର କ। ଆରମ୍ଭ ଅକ୍ଷର କ। କୁ ନୁହେଁ, କା ନୁହେଁ, କି ନୁହେଁ, କେ ନୁହେଁ, କଉ ବି ନୁହେଁ, କେବଳ କ। କେତେଟା ଶବ୍ଦ ଶିଖେଇବି? 50ଟା ଶବ୍ଦ ହେଲା। 50ଟା ଶବ୍ଦ ଦେଖ ଏଠି ଲେଖା ଅଛି ଆରମ୍ଭ ଅକ୍ଷର କ। ବୁଝିପାରୁଛ? ପ୍ରଥମ ଶବ୍ଦ ଅଛି କଲମ, ଯୋଉଥିରେ ଆମେ ଲେଖୁ କଲମ। ତାପରେ ଅଛି କରତ। କୋଉ କାମ ଲାଗେ କରତ? କାଟିବା କାମରେ। ମିସ୍ତ୍ରୀ ବଢେଇ ମିସ୍ତ୍ରୀ ମାନେ ଯୋଉ ମିସ୍ତ୍ରୀ ଅଛନ୍ତି ସେମାନେ କାଟନ୍ତି କାଠ। ତାପରେ ଅଛି କଠଉ। କଠଉ କଣ? ପୂର୍ବରୁ ମନୁଷ୍ୟ ମାନେ କାଠରେ ତିଆରି ହେଇଥିଲା ଜୋତା। ଆମର ସବୁ କଣ ବୋର୍ଡ ମାଡୁଛୁ ନା ବିଭିନ୍ନ ପ୍ରକାର ଚପଲ ମାଡୁଛୁ, ସେତେବେଳେ ସବୁ କାଠରେ ତିଆରି ହେଇଥାଏ। କଠଉ ତାକୁ କହନ୍ତି ହେଲା। କଇଁଛ। କଇଁଛ ଦେଖିଛ? ଠେକୁଆ ଆଉ କଇଁଛର ଗପ ମନେ ପକାଅ। ଜିତିଥିଲା କିଏ? କଇଁଛ। ଧୀରେ 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 ଯାଇକି ବି ସିଏ ଜିତି ଯାଇଥିଲା। କାରଣ ଠେକୁଆ ଠକ ଥିଲା, ସେ ଟିକେ ଜାଗାରେ ଗଲା, ପବନ ଲାଗିଲା, ଶୋଇଗଲା, ଠକିଗଲା। ତେଣୁ ଯଦି ଶୋଇଯିବ ତୁମେ ସବୁ ଠକିଯିବ। ଚାହିଁକି ରୁହ, ପାଠ ପଢ ହେଲା। ତାପରେ କଞ୍ଜୁସ। କଞ୍ଜୁସ କ ନ୍ୟରେ ଜ ସେଥିରେ ହସକା ଦନ୍ତ୍ୟସ। କଞ୍ଜୁସ। କଞ୍ଜୁସ ଯେ ପଇସା ଖର୍ଚ୍ଚ କରେନି, ତା ପାଇଁ ଭଲ କି ଖାଏନି, ଭଲ କି ପିନ୍ଧେନି, ତାକୁ କଞ୍ଜୁସ କହନ୍ତି ହେଲା। ତାପରେ ଦେଖ କପାଳ। ସମସ୍ତେ କପାଳ ଏଇ କପାଳ କହନ୍ତି। ଜାଣିପାରୁଛ ତ? ଏଇ ଶବ୍ଦ ତାର ଅର୍ଥକୁ ବୁଝ। ଏଇ ଶବ୍ଦଟା ତାର ଅର୍ଥକୁ ବୁଝ। ଦେଖ ସମସ୍ତଙ୍କର ପ୍ରଥମ ଥର କହିଛି ନାହିଁ କୋଉଠି କରା କାରକା କରସଇ କି ହେଇଛି କି? ହେଇ ନାହିଁ। ଆଚ୍ଛା ଦେଖ ତାପରେ ଦେଖ କଙ୍ଗାରୁ। କଙ୍ଗାରୁ ଗୋଟିଏ ପ୍ରାଣୀ ଯେ କି ଅଷ୍ଟ୍ରେଲିଆର ଜାତୀୟ ପଶୁ ଅଟେ ହେଲା। କଇଁଚି। କଇଁଚିରେ କଣ କାମ ହୁଏ? କାଗଜ କାଟିବା। ବାରିକ ମାନେ ଚୁଟି କାଟନ୍ତି ନାହିଁ, କଇଁଚି। କରମ। କରମ ହେଲା କର୍ମ। ଏ କାମଟା ଆମେ କରିବା ସେଟା ଆମର କର୍ମ। କଇଁଥ। କଇଁଥ ଦେଖିଛ? ଏଇଟା ଏଇଟା କୋଣ ଲାଗିଛି? ହର୍ଷଇର ଏଇଟା କୋଣ ଲାଗିଛି? ଚନ୍ଦ୍ରବିନ୍ଦୁ। କ ହର୍ଷଇର ଚନ୍ଦ୍ରବିନ୍ଦୁ ଥ। କଇଁଥ। କଇଁଥ ବେଲ ଯେମିତି କଇଁଥ ସେମିତି। ବେଲ ପାଚିଗଲେ ହଳଦିଆ ଟିକେ ଟିକେ ଲାଲ ରଙ୍ଗ ଥାଏ, କିନ୍ତୁ କଇଁଥ ପାଚିଗଲେ କଳା ରଙ୍ଗ ହେଇଯାଏ ହେଲା। ତା ଦେଖ କମାର। କମାର ଯା କାହା କହିବା? ଯିଏ ଲୁହା କାମ କରେ। କଣ୍ଢେଇ। କଣ୍ଢେଇ। କଣ୍ଢେଇ ବନାନ କର ଭୂମି। କଣ୍ଢେଇ ବନାନ କଲୁ। କ ମୂର୍ଧନ୍ୟରେ ଢ ସେଥିରେ ଏକା ହର୍ଷେଇ। ବାସ୍। କ ମୂର୍ଧନ୍ୟରେ ଢ ସେଥିରେ ଏକା ହର୍ଷେଇ। କଣ୍ଢେଇ ହେଇଗଲା। ତା ଦେଖ କସ୍ତୁରୀ। ଇଏ ବି କ ଲାଗିଛି। ବସ। କସ୍ତୁରୀ କ ଦନ୍ତ୍ୟସରେ ତ ସେଥିରେ ହର୍ଷଉ ର ହର୍ଷେଇ। କସ୍ତୁରୀ ଗୋଟେ କଣ? ଗୋଟେ ହରିଣ ଅଛି, ଗୋଟେ ମୃଗ ଅଛି, ତା ନାହିରେ ଗୋଟେ କସ୍ତୁରୀ ଥାଏ। ସେଟା ବହୁତ ବାସ୍ନା, ତାକୁ କସ୍ତୁରୀ ମୃଗ କହନ୍ତି। ସେ ବାସ୍ନାରୁ ସେଣ୍ଟ ତିଆରି ହୁଏ ହେଲା। ବହୁତ ଦାମ ମଧ୍ୟ ସେଟା ହେଲା। ତାପରେ କଲିଜା। କଲିଜା କଥାରୁ ମନେ ପଡୁଛି କଣ କଥା ମନେ ପଡୁଛି? ମାଙ୍କଡ ଆଉ କୁମ୍ଭୀର କଥା। ସେଇ କୁମ୍ଭୀରଟା କହିଥିଲା ଏ ମାଙ୍କଡ ଭାଇ ମୁଁ ତୋର କଲିଜା ଖାଇବି। ମାଙ୍କଡ କଣ କହିଥିଲା କିଏ କହିପାରିବ? ଏ ବୋକା କୁମ୍ଭୀର, ତୁ କଲିଜା କଥା କହିପାରିଲୁନି? କଲିଜା ପରା ମୁଁ ଗଛରେ ରଖିଦେଇ ଆସିଛି। ତାପରେ ସେ ପୁଣି ମାଙ୍କଡକୁ ନେଇକି ଗଲା କୋଉଠି? ଗଛ ପାଖକୁ। ଯେତେବେଳେ ଗଛ ପାଖ ଧରି ଯାଇଛି, ମାଙ୍କଡ ପିଠିରୁ କୁମ୍ଭୀର ସିଧା ଗଛ ଉପରକୁ ଡେଇଁଲା। କହିଲା ରେ ବୋକା କୁମ୍ଭୀର, କଲିଜା କଣ ଗଛରେ ଥାଏ କି? କୋଉଠି ଥାଏ? ଆମ ଦେହ ଭିତରେ ଅଛି। ବିଚରା କୁମ୍ଭୀରଟା କରି ଫେରି ଆସିଲା ହେଲା। ତାହେଲେ କଠିନ ମାନେ ଯେଟା ଟାଣୁଆ, ହାତକୁ ଛୁଇଁଲେ ତାକୁ ଟାଣ ଲାଗିବ। ଟାଣୁଆ। କଦଳୀ ଖାଇଛ ବେ? କଦଳୀ ଖାଇଛ ନା ନାହିଁ? ତାପରେ କମଳା। କମଳା ଖାଇଛ? ପୃଥିବୀର ଆକାର କିପରି? କମଳା ଲେମ୍ବୁ ପରି ସାମାନ୍ୟ ଚେପ୍ଟା। କନ୍ଦର ହେଲା ପର୍ବତ। କନ୍ଦରରେ ସୂର୍ଯ୍ୟ ହୋଇଛନ୍ତି। ଏପଟେ ଗୋଟେ ପର୍ବତ, ଏ ଗୋଟେ ପର୍ବତ ମିଶିଛନ୍ତି। ଏଇଠି କନ୍ଦର ଫାଙ୍କା ଟିକେ ରହିଲା, ସେଇଠି ଗୁହା, ପର୍ବତ ଗୁହା କହନ୍ତି, ସେଇଠି ସୂର୍ଯ୍ୟ, এটা କନ୍ଦର କହନ୍ତି। ତା ଦେଖ କଟୁରୀ, যেটা কটা যায়, কটুরি কাম ছଣା যায়। তা দেখো কଣ୍ଟିଆ। কଣ୍ଟିଆ কোন কি কই পারিবে? কଣ୍ଟିଆ মাছ। কଣ୍ଟିଆ মাছ। দেখো তারপরে কଣ୍ଟକ। কଣ୍ଟକ ହେଲା କଣ୍ଟା। କଣ୍ଟା যেଠି ପଡିଥିବ সেটা କଣ୍ଟକ କହିବା।
କଟକ ରାସ୍ତା। କଲରା ବହୁତ ମିଠା ନା। ଆଉ ପିତା ଖାଇବ ଦେହକୁ ହିତ। ଯେତେ ପିତା ଖାଇବ ସେତେ ଭଲ। କଙ୍କଡା ଖାଇଛ? କଙ୍କଡା କେତେଟା ଗୋଡ଼ ତାର? 10ଟା। ତାହେଲେ କଙ୍କାଳ କଣ? ଆମ ଯଦି ଶରୀରର ସବୁ ଅଙ୍ଗକୁ ବାହାର କରିଦବ, ଚର୍ମ ବାହାର କରିଦବ, ରକ୍ତ ମାଂସ ସବୁ ବାହାର ହେଇଗଲା ପରେ ଯୋଉ ହାଡ଼ଟା ଛିଡା ହବ ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ ସେଇଟା ହଉଛି କଙ୍କାଳ, ନର କଙ୍କାଳ। ମଣିଷର କଙ୍କାଳକୁ ନର କଙ୍କାଳ କହିଲା ହେଲା, ସେଟା କଙ୍କାଳ କହନ୍ତି। ତାପରେ କବାଡି ଗୋଟେ କଣ? କବାଟ। କମ୍ବଳ ଶୀତ ଦିନିଆ ବ୍ୟବହାର ହଉଥିବା ଗୋଟେ ଶୀତ ଦିନିଆ ବ୍ୟବହାର କରେ ନା। କରତା କାହାକୁ? ଜଗତ କରତା। ଲବେ ଦୟା ହୃଦୟ ଦେଇ ପାରେ ଯେ ନର, ସେ କା ବୁଲାଏ ଦୟାମୟଙ୍କ ଚର। ଦୟାମୟଙ୍କ ଚର ସେଇ ଈଶ୍ୱର, ତାଙ୍କୁ ଜଗତ କରତା କହନ୍ତି ହେଲା। ତାପରେ ଦେଖ କଳା ନରମ କ। ତାପରେ କମଳ ମାନେ ପଦ୍ମ। ତାପରେ କରିବା, ଯେ କୌଣସି କାମକୁ କରିବା ଗୋଟେ କ୍ରିୟା। ତାପରେ କଜିଆ ହେଲା କଜିଆ ବଢିଆ। ତାପରେ କଷିବା, କଣ କଷିବା? ଅଙ୍କ କଷିବା। କଷଣ ମାନେ କଷ୍ଟ କରିକି ଆମେ ଆମର କାମ କରିବା। କଲମ ଗୋଟିଏ ଶାଗ। ତାପରେ କବିତା ଯିଏ କବିତା ଲେଖେ ତାକୁ କଣ କହିବା? କବି। ଯିଏ ଗଳ୍ପ ଲେଖେ ଗାଳ୍ପିକ। ଯିଏ ପ୍ରବନ୍ଧ ଲେଖେ ପ୍ରାବନ୍ଧିକ। ଯିଏ ନାଟକ ଲେଖେ ନାଟ୍ୟକାର ହେଲା। ଏ ସବୁ ମନେ ରଖିବ। ତାରେ କପଟ, କାହା ସହିତ ଛନ୍ଦ କପଟ କର ନାହିଁ। କାହାକୁ ମିଛ କଥା କହିକିରି ତା ସହିତ କପଟ ତା କର ନାହିଁ। ତାରେ କରୁଣ ଚାହାଣୀ ନାଇଁ କି? କରୁଣ ଚାହାଣୀ ତ ନିର୍ଦୟ ଭାବରେ ଯେ ଚାହିଁଥାଏ ଦୁଃଖୀ, ସେକୁ କରୁଣ ଚାହାଣୀ କହନ୍ତି, ତା ଚାହାଣୀକି। କଟକ ସହର ଧବଳ ଟଗର। ଆମ ବାରବାଟୀ ଷ୍ଟାଡିୟମ କୋଉଠି ଅଛି? କଟକ ସହରରେ। ତାପରେ କଳସ, କନକ, କଳଙ୍କ, କମାଣ, କଥନ ହେଲା କହିବା କଥା। କଳନା ମାନେ କଳ୍ପନା କରିବା, ମନେ ପକେଇବା, ମନେ ପକେଇବା। କନ୍ୟା ହେଲା ବର କନ୍ୟା। କଳିଙ୍ଗ କାହା ନାମ କିଏ କହିପାରିବ? କଳିଙ୍ଗ କାହାର ନାମ? ଓଡ଼ିଶାର ନାମ, ଆମ ଓଡ଼ିଶାର ପୁରୁଣା ନାମ। କଳିଙ୍ଗ, ଉତ୍କଳ, ଉଡ୍ର, ଏ ସବୁ ଓଡ଼ିଶାର ଗୋଟେ ନାମ। ବର୍ତ୍ତମାନ ଓଡ଼ିଶା ହେଇଛି, ଆମ ମାତୃଭାଷା ଓଡ଼ିଆ। ତାପରେ କର୍ପୂର କୋଉଥିରେ ଲାଗେ? ପୂଜାରେ ଲାଗେ। ପୂଜାରେ ଆଳତି ଦେଲା ପରେ କର୍ପୂର ଲାଗେ ନା। ତାପରେ କଲ୍ୟାଣ ମାନେ ମଙ୍ଗଳ, ସମସ୍ତଙ୍କର ମଙ୍ଗଳ କାମନା କରିବା, ସମସ୍ତଙ୍କର କଲ୍ୟାଣ ହଉ। ତାପରେ କଜଳ ଆଖିରେ କଜଳ ଲଗାନ୍ତି ନା ନାହିଁ? ସଜ ହୁଅନ୍ତି। ଛୋଟ ଛୁଆମାନଙ୍କର ମଥାରେ ଦିଆଯାଏ, ଗାଲରେ ଲଗାଯାଏ, ନାକରେ ବି ଲଗାଯାଏ ନା ନାହିଁ? କାଳେ କିଏ ନଜର ପକେଇଦବ। ଠିକ ଅଛି, ଦେଖିଲେ ତ ସବୁ ଶବ୍ଦ ଦେଖ ପ୍ରଥମ ଅକ୍ଷର କଣ ନାହିଁ ଦେଖୁଛ ନାହିଁ? ଏବେ 50 ଶବ୍ଦ ଲେଖା ହେଇଛି। ବର୍ତ୍ତମାନ ସବୁ ଲେଖି ନିଅ, କାଲି ମୁଁ ସବୁ ଶବ୍ଦ ଡକେଇବି, ତୁମେ ଲେଖିବ ହେଲା। ଠିକ ଅଛି।